ବନ୍ଧୁଗଣ ଏବଂ ଛାତ୍ରଛାତ୍ରୀବୃନ୍ଦ, ମୁଁ ଆପଣଙ୍କୁ ପାଠ ମନେ ରଖିବାର ଏକ ସ୍ୱତନ୍ତ୍ର ଉପାୟ ଉପସ୍ଥାପନ କରୁଛି, ଯାହାକି ଆପଣଙ୍କୁ ଭବିଷ୍ୟତରେ ବହୁତ ସାହାଯ୍ୟ କରିପାରିବ। ପାଠ ମନେ ରଖିବା ପାଇଁ ନିୟମିତ ଅଭ୍ୟାସ ଅତ୍ୟନ୍ତ ଦରକାର, କାରଣ ପ୍ରତିଦିନ ଏକ ନିଶ୍ଚିତ ସମୟ ଦେଇ ପଢ଼ିଲେ ମନ ତାହାକୁ ସହଜରେ ଗ୍ରହଣ କରେ। ପାଠକୁ ଛୋଟ ଛୋଟ ଅଂଶରେ ବାଣ୍ଟି କରି ପଢ଼ିବା ଦ୍ୱାରା ଧ୍ୟାନ ଏକତ୍ରିତ ରହିଥାଏ ଓ ଅଧିକ ଭଲରେ ମନେ ରହିଥାଏ। ମନେ ରଖିବା ଉପାୟ ବ୍ୟବହାର କଲେ ଏହା ସଂକ୍ଷିପ୍ତ ରୂପରେ ମନେ ରହିପାରେ। ଏହା ସହିତ ଯେତେବେଳେ ଆମେ ପଢ଼ିଥିବା ବିଷୟକୁ ଲେଖିଥାଉ, ସେଥିରେ ମନ ଓ ହାତ ଦୁହେଁ ଶାରୀରିକ ଭାବେ ଏକତ୍ରିତ ହୋଇଥାନ୍ତି, ଯାହାର ମନେ ରଖିବା ଶକ୍ତି ବଢ଼ିଥାଏ। ସେହିପରି ଅନ୍ୟମାନଙ୍କ ସହ ପଢ଼ିଥିବା ବିଷୟ ଉପରେ ଆଲୋଚନା କରିଲେ ଅଧିକ ସ୍ପଷ୍ଟତା ଆସିଥାଏ ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ମନେ ରହିଥାଏ।